जय जगन्नाथ सायना ओडिया टेक को आपण मानक स्वागत। आज आम गोटे इम्पोर्टाट टॉपिक उपर डिस्कस करवा जे राज्य में थिबा समस्त बुणाकार भाई माने भौणी माने यार फायदा बर्तमान किपर उठे पारे। बर्तमान केंद्र सरकार बहुत बड़ घोषणा जे बुणा कारीगर माने तंतु कारीगर माने किपर स्वास्थ्य सेवा पाइपर एवं मागणारे ସେମାନେ କିପରି ନିଜର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେତେ ଟଙ୍କା ପାଇବେ ଏବଂ କ'ଣ ରହିଛି ମେଡ଼ିକାଲ ଫ୍ୟାସିଲିଟି ଏବଂ ଏହା ଆପଣମାନଙ୍କୁ କିପରି ଏହା ପଞ୍ଜୀକରଣ କରିବେ ଏବଂ ବୁଣାକାର ସ୍ୱାସ୍ଥ୍ୟ ବୀମା ଯୋଜନାରେ କ'ଣ ରହିଛି ବଡ଼ ଘୋଷଣା। ତେଣୁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହି ଯୋଜନାର ଲାଭ ଉଠାନ୍ତୁ। ତେଣୁ ଏହି ଯୋଜନାରେ ସାମିଲ ହେବା ପାଇଁ କ'ଣ ଦରକାର, କ'ଣ ରହିଛି ବା କିପରି ଆପଣ ସାମିଲ ହୋଇପାରିବେ ଏବଂ କ'ଣ କ'ଣ ଡକ୍ୟୁମେଣ୍ଟ ଆପଣଙ୍କୁ ନିହାତି ଦରକାର। ତେଣୁ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଭଲ ଲାଗିବ ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ। ବୁଣାକାର ସ୍ୱାସ୍ଥ୍ୟ ବୀମା ଯୋଜନାରେ କେଉଁମାନେ ସାମିଲ ହୋଇପାରିବେ, ଏଥିପାଇଁ କ'ଣ ରହିଛି ଏଲିଜିବିଲିଟି ଏବଂ ଭାରତର ଯେକୌଣସି ଲୋକ ଏଠି ସାମିଲ ହୋଇପାରିବେ ଏବଂ ତାଙ୍କର କିନ୍ତୁ କଣ୍ଡିସନ୍ ରହିଛି ଏଠି ଯେ 50% ବା ଯେତିକି ଆପଣ ବର୍ଷକୁ ଆପଣ ଯେତେଟା ଇନକମ୍ କରୁଛନ୍ତି ତା'ର 50% କେବଳ ହ୍ୟାଣ୍ଡଲୁମ୍ ବା ତନ୍ତୁ ବୁଣା କାର୍ଯ୍ୟରେ ହିଁ ଇନକମ୍ କରୁଥିବେ। ଏଥିରେ ଉଭୟ ପୁରୁଷ ଓ ମହିଳା ଏବଂ ଫ୍ୟାମିଲିରେ ସାମିଲ ହୋଇପାରିବେ। ଏବଂ କ'ଣ ରହିଛି ଏହାର ଫ୍ୟାସିଲିଟି ଚାଲନ୍ତୁ ଦେଖିବା। ଯଦି ଆପଣମାନଙ୍କୁ କିଛି ସ୍ୱାସ୍ଥ୍ୟ ଅବସ୍ଥା କିଛି ଖରାପ ହୁଏ ବୁଣାକାର ଭାଇ ଭଉଣୀମାନଙ୍କୁ ଏବଂ ଏହାର ଯଦି ଆପଣ ପଞ୍ଜୀକରଣ କରିଥିବେ କ'ଣ ରହିଛି ଫ୍ୟାସିଲିଟି ତ ଦେଖିବେ। ଏଠି ଯଦି ଆପଣଙ୍କୁ କୌଣସି ରୋଗ ହୁଏ ତ ଆପଣମାନେ ଏଠି 15,000 ଟଙ୍କା ଫ୍ୟାସିଲିଟି ପାଇପାରିବେ ଏବଂ ଏଥିରେ ଦେଖିବେ ଯେ ଆପଣଙ୍କ ବୀମା ଯୋଜନା ସହିତ ଆପଣଙ୍କ ଛୁଆ ମଧ୍ୟ ଏବଂ ଆପଣଙ୍କର ସନ୍ତାନୀ ମଧ୍ୟ ଏମାନେ ମଧ୍ୟ ଏହି ଯୋଜନା ସାମିଲ ହୋଇପାରିବେ। ତେଣୁ ସରକାର ଏଠି କ'ଣ ଦେବେ ନା ଫାଷ୍ଟ ଚାଇଲ୍ଡ ପାଇଁ 25,000 ଟଙ୍କା ଦେବେ ଏଠି ଏବଂ ଯଦି ଆପଣମାନେ ଡୋମିସାଇଲ୍ ବା ଘରେ ବା କୌଣସି ସଂକ୍ରାମକ ରୋଗରେ ସଂକ୍ରମିତ ହୁଅନ୍ତି ଏଠି ଆପଣ 4,000 ଟଙ୍କା ଫ୍ୟାସିଲିଟି ଅଛି ଏବଂ ଯଦି ଆୟୁର୍ବେଦିକ ଏବଂ ଯେକୌଣସି ମେଡ଼ିସିନ ପାଇଁ ମଧ୍ୟ ଏଠିକି 4,000 ଟଙ୍କା ସାମିଲ ଅଛି। ଏବଂ ଯଦି ଆପଣ ଦେଖିବେ ହସ୍ପିଟାଲାଇଜେସନ୍ ଯଦି ଆପଣ ମେଡ଼ିକାଲରେ ବେଡ଼୍ରେ ଅଛନ୍ତି ତେଣୁ ଆପଣମାନେ 15,000 ଟଙ୍କା ଏଠି ଇନଷ୍ଟଲମେଣ୍ଟ 15,000 ଟଙ୍କା ପାଇପାରିବେ ଏବଂ ଏଠାରେ ଆପଣ ଯଦି ବେବିମାନଙ୍କୁ ବା ଆପଣଙ୍କ ଛୁଆଙ୍କ ଦେହ ଖରାପ ଅଛି ଏଠି ମଧ୍ୟ এই ଯୋଜନାରେ ଲାଭ ଉଠାଇ ପାରିବେ। ତେଣୁ এই ଯୋଜନା ଆପଣମାନେ ପଞ୍ଜୀକରଣ କରନ୍ତୁ ଏବଂ ଏହା ଲାଭ ହେଉନ୍ତୁ।